କରିବା ପୂର୍ବରୁ ମନରେ ଆମେ ଶ୍ରବଣ କରୁଥିଲେ କେମିତି ଆମେ ଜପ କରିବା ପୂର୍ବରୁ କେମିତି ଆମେ ଇନଆଟେଣ୍ଟିଭ ହେଇଯାଆନ୍ତି ଆଉ ଇନଆଟେନସନ ଆମକୁ ବଞ୍ଚିବାର ଆବଶ୍ୟକତା ଅଛି। ତ ତିନି ପ୍ରକାର ଇନଆଟେନସନ ଅଛି। ଗୋଟେ ହେଲା ଉଦାସୀନତା, ଆଉ ଗୋଟେ ହେଲା ଜଡ୍ୟ ଜଡ୍ୟ ମାନେ ଜଡତା, ଆଉ ଗୋଟେ ହେଲା ବିକ୍ଷେପ। ତିନି ପ୍ରକାର କହିଲି, ଗୋଟେ ହେଲା ଉଦାସୀନ୍ୟ, ଗୋଟେ ଜଡ ଆଉ ବିକ୍ଷେପ। ତ ବହୁତ ସମୟରେ ଆମେ ବହୁତ ଉତ୍ସାହର ସହିତ ଜପ କରନ୍ତି, କିନ୍ତୁ କିଛି ସମୟ ଯାଇଥିବ କେମିତି ଦେଖିବ ଆମ ମନ ଆମକୁ କୁଆଡେ ଗୋଟେ ଟାଣିକି ନେଇକି ପଳେଇଥାଏ। କିନ୍ତୁ ବାସ୍ତବରେ ଆମ ପାଖରେ ଗୋଟେ ଅପସନ ଅଛି, ଗୋଟେ ଫ୍ରି ୱିଲ୍ ଅଛି, ଯାହା ମାଧ୍ୟମରେ ଆମେ କୃଷ୍ଣଙ୍କୁ ଚୁଜ କରିପାରିବା, ନଚେତ ଆମ ମନ କଣ କହୁଛି ତାକୁ ଶୁଣିବାକୁ ଚେଷ୍ଟା କରିବା। ଦିଟା ଅପସନ ଅଛି। ତ ଆମକୁ ସବୁବେଳେ କୃଷ୍ଣଙ୍କୁ ଚୁଜ କରିବାର ଅଛି। ସେଥିପାଇଁ କେବେ ବି ଆମକୁ ନିରୁତ୍ସାହିତ ହବାର ନାହିଁ। ଜୀବନରେ ଯେତେ ଯାହା ବି ଆସିଲେ ଏମିତି କୁହାଯାଏ କି ମହାପ୍ରଳୟ ଆସିଲେ ମଧ୍ୟ ଜଣେ ସାଧକକୁ ସେ ସବୁବେଳେ ଭଗବାନଙ୍କ ନାମ ଉପରେ ପୂର୍ଣ୍ଣ ଭରସା ରଖିବାର ଅଛି। ତ ୟା ପାଇଁ ମୁଁ ତିନିଟା ଟ୍ରିକ୍ସ କହିବି, 2-3 ମିନିଟ ନେବି, ତାପରେ ବୁଝି ହବ କଣ ଟ୍ରିକ୍ସ ଅଛି। ତ ପ୍ରଥମେ ଆମେ ମନର ସ୍ୱରୂପ ଅଛି ତାକୁ ବୁଝିବାର ଅଛି। ମନର ସ୍ୱରୂପ କଣ ନା, ମନ ଫାଷ୍ଟ ହେଲା ଏ ସୂକ୍ଷ୍ମ ଶରୀରର ଗୋଟେ ଅଂଶ। ମନ ବୁଦ୍ଧି ଅହଙ୍କାରକୁ ନେଇକି ସୂକ୍ଷ୍ମ ଶରୀର ତିଆରି ହେଇଛି, ତାର ଅଂଶ ହେଲା ମନ। ଆଉ ମନ ସେ କଣ କରେ, ଯୋଉ ମିଥ୍ୟା ଅହଙ୍କାର ଅଛି, ମନ ବୁଦ୍ଧି ଅହଙ୍କାର, ଅହଙ୍କାର ମାନେ ମିଥ୍ୟା ଅହଙ୍କାର, ଯୋଉ ମିଥ୍ୟା ଅହଙ୍କାର ଅଛି ତାକୁ ସବୁବେଳେ ପୁଷ୍ଟି କରିବା ପାଇଁ ମନ ତାର ଚାକର ହେଇକି କାମ କରେ। ମନ କଣ କରେ, ତାର ଚାକର ହେଇକି କାମ କରେ। ତେଣୁ ସେ କୃଷ୍ଣଙ୍କୁ ସବୁବେଳେ ଭୁଲିଯାଏ। ସେଥିପାଇଁ କୁହାଯାଏ ମାଇଣ୍ଡ ଇଜ ଦ ପ୍ଲାଟଫର୍ମ ଅଫ ମାୟା। ମାୟା କଣ କରେ, ମନର ପ୍ଲାଟଫର୍ମରେ କର୍ମ ହିଁ କରେ। ଆଉ ସେ ସବୁବେଳେ କୃଷ୍ଣଙ୍କୁ ମାନେ ମନକୁ ଦୂରକୁ ନେଇଯାଏ, କୃଷ୍ଣଙ୍କ ଠାରୁ ବହୁତ ଦୂରକୁ ନେଇକି ପଳାଏ ମନ। ମନ ସବୁବେଳେ କଣ କରେ, କୃଷ୍ଣଙ୍କ ଠାରୁ ବହୁତ ଦୂରରେ ବିଭିନ୍ନ ଉପାୟରେ ନେଇକି ପଳାଏ। ତେଣୁ ମନର ମେନ୍ କାମ ହେଲା ଆକ୍ସେପ୍ଟ କରିବା ଆଉ ରିଜେକ୍ଟ କରିବା। ସେ ସବୁବେଳେ ଦେଖିବ ମନ ଜପ କରୁଥିବ, ମନେ ମନେ ପଳେଇ ଆସିବ, ଏଇଟା କରିବି, ଏଇଟା କରିବି, ନା ନାଇଁ ଏଇଟା କରିବିନି, ଏଇଟା ଭଲ ନୁହଁ, ଏଇଟା କରିବି, ଏଇଟା କରିବି ନା, ଏଇଟା ଭଲ ଲାଗୁଛି। ତ ଆକ୍ସେପ୍ଟ ରିଜେକ୍ଟ ଚାଲିଥିବ। କାହିଁକି ନା ମାଇଣ୍ଡ ଦେଖ, ମାଇଣ୍ଡ ସବୁବେଳେ ସୃଷ୍ଟି ଆରମ୍ଭରେ ମନ କୋଉଠୁ ତିଆରି ହେଇଥିଲା ନା, ସତ୍ୱଗୁଣରୁ ତିଆରି ହେଇଥିଲା, ମୋଡ ଅଫ ଗୁଡନେସ ର। ଆଉ ଇଣ୍ଟେଲିଜେନ୍ସ ବୁଦ୍ଧି କଣ, ମୋଡ ଅଫ ପ୍ୟାସନ। ତ ମନ ଯାହା ଚାହିଁବ ବୁଦ୍ଧି ସବୁବେଳେ ତାକୁ ଫାସିଲିଟେଟ କରେ। ବୁଦ୍ଧି କେବେ ଛାଡିବନି। ବୁଦ୍ଧି କଣ କରିବ, ସେ ମନ ଯାହା ଚାହୁଁଥିବ ତାକୁ ଫାସିଲିଟେଟ କରିବ। ତ ବୁଦ୍ଧିଟାକୁ ଆମକୁ ଲଷ୍ଟି ଇଣ୍ଟେଲିଜେନ୍ସ ବଦଳରେ ଆମକୁ କଣ କରିବା ଅଛି, ସ୍ପିରିଚୁଆଲ ଇଣ୍ଟେଲିଜେନ୍ସ କରିବା ଅଛି। ସ୍ପିରିଚୁଆଲ ଇଣ୍ଟେଲିଜେନ୍ସ ମାନେ କଣ, ଗୁରୁ କଣ କହୁଛନ୍ତି, ଶାସ୍ତ୍ର କଣ କହୁଛନ୍ତି, ଡିଭୋଟିସ ମାନେ କଣ କହୁଛନ୍ତି, ତାକୁ ଯଦି ଆମେ ମାନୁଛେ ତାହେଲେ ଏଇଟା ସ୍ପିରିଚୁଆଲ ଇଣ୍ଟେଲିଜେନ୍ସ। ବୁଝିହେଲା। ତେଣୁ ନିଜେ ମନକୁ ଯଦି ପଚାରିବ, ସେ ତ ତାର ଲଷ୍ଟି ଇଣ୍ଟେଲିଜେନ୍ସ ହିଁ କହିବ, ମାନେ ଖରାପ ଯାହା ବୁଦ୍ଧି ଅଛି ସେଟା ହିଁ ସେ କହିବ। ତେଣୁ ସେଥିପାଇଁ ମନକୁ ଗୋଟେ ଚଢେଇ ସହିତ ତିଆରି କରାହେଇଛି, ମାନେ ତୁଳନା କରାହେଇଛି, ଯାହାକୁ କମ୍ପେୟାର କରାହେଇଛି ଆଇଦର ସେ ପାଷ୍ଟରେ ରହିବ ନହେଲେ ଫ୍ୟୁଚରରେ ରହିବ। ଦେଖିବ ଆମେ ଜପ କଲା ବେଳେ ମାକ୍ସିମମ୍ ଟାଇମରେ ଆମ ମନଟା କଣ ପାଷ୍ଟରେ ଥିବ, ତାକୁ କଣ କହିଲି ନାଇଁ କହିଲିନି, ଆଜି ଏଇଆ କରିବାର ଥିଲା, କି ଫ୍ୟୁଚରରେ ଆଗକୁ କଣ ପ୍ଲାନ କରିବି। କାହିଁକି ନା ମନର ସ୍ୱଭାବ ରଜଗୁଣ। ଆଉ ରଜଗୁଣ ଆସିଗଲେ ମଧ୍ୟ ସେ ଥିଲା ସତ୍ୱଗୁଣରେ ତିଆରି ହେଇଥିଲା, ତାକୁ ଟିକେ ଯଦି ବିଭିନ୍ନ ପ୍ରକାର ଡିଜାୟାର ଦ୍ୱାରା ଫାସିଲିଟେଟ କରେଇଦେଲ, ମନ ତାର ଲଷ୍ଟି ଇଣ୍ଟେଲିଜେନ୍ସ ମାଧ୍ୟମରେ ସେ ଯଦି କହିଦେଲା କି ଏଇଟା କରିବା ସେଟା କରିବା ଅଛି, ମନ ଆଉ ଟିକେ ଫାଷ୍ଟ ହେଇଯିବ। ଆଉ ୱାନ୍ସ ମନ ଯଦି ଫାଷ୍ଟ ହେଇଗଲା, ତାକୁ ଧରିବା ମୁସ୍କିଲ ହେଇଯାଏ। ତେଣୁ ଆମକୁ ସେକେଣ୍ଡ ଅପସନ ଦବା, ଫାଷ୍ଟ କହିଲି ମନର ସ୍ୱରୂପ ଯୋଉଟା କହିଲି ବୁଝିବା ପାଇଁ। ସେକେଣ୍ଡ ହେଲା ମାଇଣ୍ଡକୁ ସବୁ ଅବଜର୍ଭ କରିବାର ଅଛି। ମାଇଣ୍ଡକୁ କାହିଁକି ଅବଜର୍ଭ କରିବାର ଅଛି, ମନକୁ ଗୋଟେ ଭାବ, ଏବେ ମନ ଗୋଟେ ଛୋଟ ପିଲା ଭଳିଆ, ଛୋଟ ପିଲା ସ୍ପିଡରେ ଦୌଡୁଥିବ ଦୌଡୁଥିବ ଦୌଡୁଥିବ, ତେଣୁ ତାକୁ ଧରିବା କଷ୍ଟ। କିନ୍ତୁ ତାକୁ ଯେତେବେଳେ ତମେ ଅବଜର୍ଭ କରିବ, ଏଇ ସେ କଣ କରୁଛି, ଏ ଛୋଟ ପିଲା ଦେଖିଥିବ, ତାକୁ ଯେତେବେଳେ ଟିକେ ନଜର କରିବ ବଡ ବଡ ଆଖିରେ, ସେ ଟିକେ ପଜ ମାରିଦବ, ଟିକେ ରହିଯିବ, ଦେଖିଛ କି? ତେଣୁ ସେଥିପାଇଁ ମନ ଯାହା ଯେତେ ଫାଷ୍ଟ ଦୌଡୁଛି, ଫାଷ୍ଟ ତାକୁ ଅବଜର୍ଭ କରିବ, ସେ ଆକ୍ଚୁଆଲି କରୁଛି କଣ। ସେଥିପାଇଁ ନହେଲେ ଆମେ ଯଦି ନିଜକୁ କଣ୍ଟ୍ରୋଲ କରିବାନି, ହୋଲ୍ଡ କରିକି ରଖିବାନି, ତାହେଲେ କଣ ହବ, ଆମେ ଲସ୍ ଦ ବ୍ୟାଟଲ, ଆମେ ଯୁଦ୍ଧରେ ହାରିଯିବା। ଜପ କରିବା ଗୋଟେ ବହୁତ ବଡ ଯୁଦ୍ଧ, ମାୟା ଏଗେନଷ୍ଟରେ ପ୍ରଭୁପାଦ ଆମକୁ ଦେଇଛନ୍ତି କଣ, ଜପମାଳା ଦେଇଛନ୍ତି, ଅସ୍ତ୍ର କରିକି ମାୟା ଏଗେନଷ୍ଟରେ ଯୁଦ୍ଧ କରିବା ପାଇଁ। ତେଣୁ ସେଥିପାଇଁ କୁହାଯାଏ ଯୋଗର ମାନେ କଣ, ଚିତ୍ତ ବୃତ୍ତି ନିରୋଧ। ଚିତ୍ତ ବୃତ୍ତି ନିରୋଧ। ଯୋଗର ମାନେ ହେଲା ମନର ଯୋଉ ବୃତ୍ତି ଅଛି, ଫାଷ୍ଟ ଦୌଡିବା ଦୌଡିବା ଦୌଡିବା, ଏଇଟା କରିବି ସେଟା କରିବି ସେଟା କରିବି, ତାକୁ ନିରୋଧ ମାନେ ତାକୁ ଷ୍ଟପ କରି ରଖିବାର ଅଛି। ଥଟଲେସ୍ କରିପାରିବାନି, ଯେମିତି ବୁଦ୍ଧିଜିମରେ କୁହନ୍ତି ମାଇଣ୍ଡ ସୁଡ୍ ବି ଥଟଲେସ୍, ମନରେ କିଛି କୌଣସି ପ୍ରକାର ଡିଜାୟାର ରଖିବା ନାହିଁ। କିନ୍ତୁ ଆକ୍ଚୁଆଲି ଫାଷ୍ଟ ଆମେ କଣ କରିବା, ମନକୁ ତ ଆମେ ଥଟଲେସ୍ କରିପାରିବାନି। ସ୍ପିରିଚୁଆଲାଇଜ କରିବା ପାଇଁ ଫାଷ୍ଟ ମନକୁ ଅବଜର୍ଭ କରିବା, ତାହେଲେ ସିଏ ରହିଯିବ।
ବେଳେ ବେଳେ ଏମିତି ବି ଆସିବ ଆମେ ଭଲ ଜପ କଲା ବେଳକୁ ମନେ କହିବ ଭାଇ ବଢିଆ ଜପ କରୁଛୁ ଠିକ ସିଏ କରୁନି ଆଉ ତୁ କରୁଛୁ ଆଗକୁ ଚାଲ ଏ ଭଲ କାଲି କାହିଁ କରିଥିଲୁ ଜପ ଏମିତି କରିଥିଲୁ ନା କାଲି ଏଇଟା ପଢିଥିଲୁ ଶୁଣିଥିଲୁ ଆଜି ଟିକେ ଷ୍ଟ୍ରେଟ୍ ହେଇକି ବସିକି ଜପ କରୁଛୁ ସେ ପୁଣି ମନ କୁଆଡେ ନେଇ ପଳାଇଥିବ ହେଲା। ତ ସେଥିପାଇଁ କୁହାଯାଏ ମଳିନ ମାନେ ଯୋଉ ବିଷାକ୍ତ ଯାହା ଖରାପ ହେଇଯାଇଛି ମଳିନ ମନର ହର ସବୁ କଥା ହିଁ ବେକାର। ଆମ ମନର ସବୁ କଥା ହିଁ ବେକାର। ସେଥିପାଇଁ ଯେମିତି ଦେଖିଥିବ ଏଇ ଯୋଉ ଆମର ବେଳେ ବେଳେ ଜାନୁଆରୀ 26 ହେଲା କି ଅଗଷ୍ଟ 15 ହେଲା ଯୋଉ ପ୍ୟାରେଡ ଚାଲେ ପ୍ୟାରେଡରେ ସବୁ ଷ୍ଟେଟ ର ପ୍ୟାରେଡ ଚାଲେ ପ୍ରେସିଡେଣ୍ଟ ଠିଆହେଇକି ଦେଖୁଥାନ୍ତି। ନା ଗୋଟେ ପରେ ଗୋଟେ ପରେ ଗୋଟେ ଯିବାକୁ ଦିଅନ୍ତି ସେମିତି ମନକୁ ଆମେ ଅବଜର୍ଭ କରିବା ଯୋଉ ଜିନିଷ ଗୁଡା ଆମକୁ କମ୍ଫର୍ଟେବୁଲ ନୁହଁ ଭକ୍ତି ପାଇଁ ତାକୁ ପୁରା ସାଇଡ କରି କାଟିକି ହଟେଇ ଦେବାର ଅଛି ମନ ଭିତରେ ଜପ କଲା ବେଳେ ମୁଁ କହୁଛି ଏତେ କରିବାର ଅଛି ହେଲା ତାକୁ ମନକୁ ଅବଜର୍ଭ କରିବ ଆଉ ଯେମିତି ମନକୁ ପୁରା ସ୍ଲୋ ଡାଉନ କର ଫାଷ୍ଟ ଜମା କରେଇଦବନି ଆସିଲା ମନ ଏ ବିଚାର ଆସିଲା ସାଇଡ କରିଦବ ପୁଣି ବିଚାର ଆସିଲା ସାଇଡ କରିଦବ ଭଗବାନ ନାମ ଉପରେ ଫୋକସ କରିବାର ଅଛି ହେଲା। ଆଉ ମନକୁ ଥାର୍ଡରେ ଛୋଟ ଛୋଟ ଟାର୍ଗେଟ ଦବ ମନ କହିବ କି କେତେବେଳେ ସରିବ ଜପ କେତେବେଳେ ସରିବ ଯିବ ବହୁତ କହିଲେଣି 2-4 ମିନିଟ କହିଲେଣି କେତେବେଳେ ସରିବ ଜପ କରି ସାରିକି ଯିବୁ ମନକୁ ସେମିତି କରେଇବନି ଫାଷ୍ଟ କେବେ କରେଇବନି ମନକୁ ସବୁବେଳେ ସ୍ଲୋ ଡାଉନ କରେଇବ ଆଉ ଛୋଟ ଟାର୍ଗେଟ ଦବ ଦେଖ ମନ ଏତିକି ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଅଛି ଏଇ ଅଧଘଣ୍ଟା ତୁ ଯଦି ଜପ ସ୍ପିଡ ରେ କରିଦବୁ ତୋର ହିଁ ଲସ୍ ହବ ଆଉ ଅଧଘଣ୍ଟା ଆଜି ତୁ ବଢିଆ ସେ ଜପ କରିବୁ ତୋର ଲାଭ ହବ ତୁ ଯଦି ଭୁଲ ଭାଲ କରିବୁ ଦୁନିଆ ଟା ପ୍ରଳୟ ହେଇଯିବନି ତୋର ହିଁ ଲସ୍ ହବ। ଛୋଟ ଛୋଟ ଟାର୍ଗେଟ ଦେବାର ଅଛି ଏଇ ମନ୍ତ୍ର ଟା ଶୁଣିବାର ଅଛି ଏ ହରେ କୃଷ୍ଣ ମହାମନ୍ତ୍ର ଏଇଟା ହିଁ ଶୁଣିବାର ଅଛି କ୍ଲିୟରଲି ହେଲା ତ ତିନିଟା ଜିନିଷ କହିଲି ଏ ମନର ସ୍ୱରୂପକୁ ବୁଝିବା ଆଉ ମନକୁ ଅବଜର୍ଭ କରିବା କେମିତି ମନକୁ ଆମେ ସ୍ଲୋ ଡାଉନ କରିବାର ଅଛି ଫାଷ୍ଟ ହେଇଗଲେ ରଜ ଗୁଣରେ ସବୁ ଫାଷ୍ଟ ହବ କିନ୍ତୁ ତାକୁ ସ୍ଲୋ ଡାଉନ କରିବାର ଅଛି ସତ୍ୟ ଗୁଣକୁ ଆଣିବାର ଅଛି ହେଲା। ଆଉ ଥାର୍ଡରେ ଛୋଟ ଛୋଟ ଟାର୍ଗେଟ ଦବାର ଅଛି ଛୋଟ ଛୋଟ ଟାର୍ଗେଟ ଦେଲେ କଣ ହବ ଆମେ ଧୀରେ ଧୀରେ ସେଥିରେ ମନକୁ ସ୍ଲୋ କରିକି ମନ ଭଗବାନଙ୍କ ନାମ ଉପରେ ଫୋକସ କରିପାରିବା ଠିକ ଅଛି। ହରେ ନାମ ପ୍ରଭୁ କି ଜୟ ଜଗତଗୁରୁ ଶ୍ରୀଲ ପ୍ରଭୁପାଦ କି ଜୟ। ଆସନ୍ତୁ ଆମେ ସମସ୍ତେ ମିଶିକି ଭଗବାନଙ୍କ ନାମକୁ ଚିନ୍ତନ ମନନ କରିବା ହରେ କୃଷ୍ଣ ମହାମନ୍ତ୍ର ମଧ୍ୟରେ ହରେ କୃଷ୍ଣ।